ଆଜିର ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଏକ ଅତ୍ୟନ୍ତ ରୋମାଞ୍ଚକର ତଥା ଐତିହାସିକ ମୁହୂର୍ତ୍ତର ଅନୁସନ୍ଧାନ କରିବାକୁ ଯାଉଛୁ। ଟିକେ କଳ୍ପନା କରନ୍ତୁ ଏକ ପ୍ରାଚୀନ ଯୁଦ୍ଧକ୍ଷେତ୍ରର ଦୃଶ୍ୟ, ଯେଉଁଠାରେ ଦୁଇଟି ବିଶାଳ ସୈନ୍ୟବାହିନୀ ପରସ୍ପର ସାମ୍ନାରେ ଛିଡ଼ା ହୋଇଛନ୍ତି। ଚାରିଆଡ଼େ ନୀରବତା, କେହି କିଛି କହୁନାହାନ୍ତି, କୌଣସି ଅସ୍ତ୍ରଶସ୍ତ୍ର ଏଯାଏଁ ଉଠିନାହିଁ। କେବଳ ଗୋଟିଏ ଅଜଳା ଉତ୍ତେଜନା ଆଉ ଅପେକ୍ଷା। ପୁରା ଏକ ସିନେମାଟିକ୍ ଦୃଶ୍ୟ ପରି ସମଗ୍ର ପରିବେଶ ସ୍ଥବିର ହୋଇଯାଇଛି। ଆଜିର ଆମର ଆଲୋଚନା ସେହି ପ୍ରାଚୀନ ଏବଂ ପ୍ରସିଦ୍ଧ ଯୁଦ୍ଧର ସେହି ପ୍ରାଥମିକ ମୁହୂର୍ତ୍ତ ଉପରେ ପର୍ଯ୍ୟବସିତ, ଯେଉଁଠାରୁ ଏକ ବିରାଟ ମହାକାବ୍ୟର ଆରମ୍ଭ ହୋଇଥିଲା। ଆସନ୍ତୁ ସିଧାସଳଖ ସେହି ସମୟ ଭିତରକୁ ପ୍ରବେଶ କରିବା। କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଏକ ଭୟଙ୍କର ଓଜନଦାର ନୀରବତା ଛାଇ ରହିଛି। ଆଉ ଏହା କେବଳ କୌଣସି ସାଧାରଣ ଶାନ୍ତି ନୁହେଁ, ଏହା ହେଉଛି ସେହି ପ୍ରଳୟଙ୍କାରୀ ଝଡ଼ ଆସିବା ପୂର୍ବର ନୀରବତା। ଏହା ହେଉଛି ସେହି ସମୟ ଯେତେବେଳେ ପ୍ରତ୍ୟେକ ଯୋଦ୍ଧା ନିଜର ଶ୍ୱାସକୁ ରୋକି ରଖିଛନ୍ତି। ଲକ୍ଷ ଲକ୍ଷ ସୈନିକ ନିଜ ନିଜର ସ୍ଥାନରେ ସ୍ଥିର ଅଛନ୍ତି ଏବଂ ଗୋଟିଏ ବି ଅସ୍ତ୍ର ଉଠାଯାଇ ନାହିଁ। ଯେଉଁମାନେ ନୂଆ କରି ଏହି ବିଷୟରେ ଜାଣୁଛନ୍ତି ସେମାନେ ନିଶ୍ଚିତ ଭାବରେ ଅନୁଭବ କରିପାରିବେ ଯେ ଏହି ନୀରବତା ପ୍ରକୃତରେ କେତେ ଶକ୍ତିଶାଳୀ ଏବଂ ଭୟାନକ ଥିଲା। ଯୁଦ୍ଧ ଆରମ୍ଭ ହେବାର ଠିକ୍ ପୂର୍ବ ମୁହୂର୍ତ୍ତର ଏହି ଟେନସନ୍ ସତରେ ଅତୁଳନୀୟ। ବର୍ତ୍ତମାନ ଆମେ ଦେଖିବା ମୂଳଗ୍ରନ୍ଥ ଏହି ମୁହୂର୍ତ୍ତକୁ କିପରି ବର୍ଣ୍ଣନା କରୁଛି। ଏହି ଉଦ୍ଧୃତିଟି ହେଉଛି ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟର 14 ଶ୍ଲୋକ। ଏହାର ଅର୍ଥ ହେଉଛି, ଧଳା ଘୋଡ଼ାମାନଙ୍କ ଦ୍ୱାରା ଟଣାଯାଉଥିବା ଏକ ବିଶାଳ ରଥରେ ବସି ମାଧବ ଏବଂ ପାଣ୍ଡବ ସେମାନଙ୍କର ଦିବ୍ୟ ଶଙ୍ଖ ବଜାଇଲେ। ଏହି ଗୋଟିଏ ଶ୍ଲୋକ ସେହି ସ୍ଥବିର ପରିବେଶରେ ହଠାତ୍ ଏକ ବିରାଟ ଶକ୍ତିର ସଞ୍ଚାର କରିଦେଉଛି। ଏହି ପଦଗୁଡ଼ିକ କିପରି ସେହି ପ୍ରାଚୀନ ରଥ ଏବଂ ସେଥିରେ ବସିଥିବା ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ଦର୍ଶାଉଛି, ତାହା ଅତ୍ୟନ୍ତ ଚିତ୍ତାକର୍ଷକ। ଏହି ଦୃଶ୍ୟକୁ ଆସନ୍ତୁ ଟିକେ ଭଲ ଭାବରେ ଆଖି ଆଗରେ ଆଣିବାକୁ ଚେଷ୍ଟା କରିବା। ରଣାଙ୍ଗନର ଠିକ୍ ମଝିରେ ଏକ ବିଶାଳକାୟ ଚମତ୍କାର ରଥ ଠିଆ ହୋଇଛି। ସେହି ରଥକୁ ଟାଣୁଛନ୍ତି ସମ୍ପୂର୍ଣ୍ଣ ଶୁଭ୍ର ଏବଂ ନିର୍ମଳ ଧଳା ଘୋଡ଼ାମାନେ। ଆଉ ସେହି ରଥ ଭିତରେ ବସିଛନ୍ତି ଦୁଇଜଣ ଅପରାଜେୟ କିମ୍ବଦନ୍ତୀ ପୁରୁଷ, ଶ୍ରୀକୃଷ୍ଣ ଏବଂ ଅର୍ଜୁନ। ଏହା କେବଳ ଏକ ସାଧାରଣ ରଥ ନଥିଲା, ଏହା ଥିଲା ଏକ ମହାସମରର କେନ୍ଦ୍ରବିନ୍ଦୁ। ଏହି ଦୃଶ୍ୟରେ ଯେତିକି ଭବ୍ୟତା ରହିଛି, ସେତିକି ପବିତ୍ରତା ମଧ୍ୟ ରହିଛି। ଆଉ ଏବେ ପରିବେଶ ସମ୍ପୂର୍ଣ୍ଣ ଶାନ୍ତ। ସମସ୍ତଙ୍କ ନଜର ସେହି ରଥ ଉପରେ, ନିଶ୍ୱାସ ବନ୍ଧ। କିନ୍ତୁ ଠିକ୍ ସେହି ସମୟରେ ସେହି ଭୟଙ୍କର ନୀରବତା ଖଣ୍ଡ ବିଖଣ୍ଡିତ ହୋଇଗଲା। ଦୁଇ ମହାନ ଯୋଦ୍ଧା ନିଜର ଦିବ୍ୟ ବାଦ୍ୟଯନ୍ତ୍ରକୁ ଉଠାଇଲେ ଏବଂ ଏକ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କଲେ। ସେହି ନାଦ କୌଣସି ସାଧାରଣ ଶବ୍ଦ ନଥିଲା, ଏହା ଥିଲା ଯୁଦ୍ଧର ଆରମ୍ଭ। ସେହି ନୀରବତାକୁ ଚିରିଦେଇ ସମଗ୍ର ଯୁଦ୍ଧକ୍ଷେତ୍ରକୁ କମ୍ପାଇ ଦେଉଥିବା ଏକ ବିରାଟ ଗର୍ଜନ। ଏହି ଗୋଟିଏ ମୁହୂର୍ତ୍ତରେ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ ଏବେ ଯୁଦ୍ଧ ଅନିବାର୍ଯ୍ୟ, ଆଉ ପଛକୁ ଫେରିବାର କୌଣସି ବାଟ ନାହିଁ। ଆଚ୍ଛା, ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ଏହି ଶଙ୍ଖ ବିଷୟରେ ଠିକ୍ ଭାବେ ବୁଝିବା। ଆମେ ସାଧାରଣତଃ ଆଧୁନିକ ଯୁଗରେ ଭାବୁ ଯେ ଶଙ୍ଖ କେବଳ ସମୁଦ୍ରରୁ ମିଳୁଥିବା ଏକ ଖୋଳ ବା ଠାକୁର ଘରେ ରଖାଯାଉଥିବା ଏକ ପୂଜା ସାମଗ୍ରୀ। କିନ୍ତୁ ନା, ପ୍ରାଚୀନ କାଳରେ, ବିଶେଷ କରି ଯୁଦ୍ଧକ୍ଷେତ୍ରରେ ଶଙ୍ଖ କେବଳ ଏକ ଖୋଳ ନଥିଲା, ଏହା ଥିଲା ଏକ ଅତ୍ୟନ୍ତ ଭୟଙ୍କର ଏବଂ ଶକ୍ତିଶାଳୀ ଧ୍ୱନି ଅସ୍ତ୍ର। ଏହା ଯେତେବେଳେ ବାଜୁଥିଲା, ଏହାର କମ୍ପନ ଶତ୍ରୁପକ୍ଷର ମନୋବଳକୁ ଦୋହଳାଇ ଦେଉଥିଲା। ଏହା ଥିଲା ନିଜର ଆଧିପତ୍ୟ ଜାହିର କରିବାର ମାଧ୍ୟମ ଏବଂ ସବୁଠାରୁ ବଡ଼ କଥା, ଏକ ଦୈବୀ ଶକ୍ତିର ଖୋଲା ଘୋଷଣା। ଏବେ ଆସନ୍ତୁ ମୂଳ ଗ୍ରନ୍ଥର ଠିକ୍ ପରବର୍ତ୍ତୀ ଅର୍ଥାତ୍ 15 ଶ୍ଲୋକକୁ ଦେଖିବା। ଏଠାରେ ବର୍ଣ୍ଣନା ଆହୁରି ଗଭୀର ହୋଇଯାଉଛି। ଏହା କେବଳ ଶଙ୍ଖ ବାଜିଲା ବୋଲି କହି ରହିଯାଉନାହିଁ, ବରଂ ଏହା ଏକଦମ ଜୁମିନ୍ କରି ପ୍ରତ୍ୟେକ ଯୋଦ୍ଧା ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ଶଙ୍ଖର ନାମ ଉଲ୍ଲେଖ କରୁଛି। ଏଠାରେ କୁହାଯାଇଛି, ହୃଷିକେଶ ପାଞ୍ଚଜନ୍ୟ, ଧନଞ୍ଜୟ ଦେବଦତ୍ତ ଏବଂ ଭୟଙ୍କର କର୍ମ କରୁଥିବା ବୃକୋଦର ପୌଣ୍ଡ୍ର ନାମକ ମହାଶଙ୍ଖ ବଜାଇଲେ। ପ୍ରତ୍ୟେକ ବାଦ୍ୟଯନ୍ତ୍ରର ଗୋଟିଏ ନାମ ଥିଲା। ଏହି ଟିକିନିକି ବର୍ଣ୍ଣନା ସେହି ପ୍ରାଚୀନ ଯୁଦ୍ଧର ମହତ୍ତ୍ୱକୁ କେତେ ଯେ ବଢ଼ାଇ ଦେଉଛି, ତାହା ନିଶ୍ଚିତ ଭାବରେ ଚିତ୍ତାକର୍ଷକ। ବର୍ତ୍ତମାନ ଏହି ତଥ୍ୟକୁ ଦେଖିଲେ ଗୋଟିଏ ବହୁତ ମଜାଦାର ଏବଂ ଜ୍ଞାନବର୍ଦ୍ଧକ କଥା ଜଣାପଡ଼େ। ଶ୍ଲୋକରେ ଥିବା କଠିନ ନାମଗୁଡ଼ିକୁ ଯଦି ଆମେ ସରଳ ଭାବରେ ବୁଝିବାକୁ ଚେଷ୍ଟା କରିବା, ତେବେ ଦେଖିବା ଯେ କୃଷ୍ଣଙ୍କୁ ଏଠାରେ ହୃଷିକେଶ ବୋଲି ସମ୍ବୋଧନ କରାଯାଇଛି ଏବଂ ତାଙ୍କ ପ୍ରସିଦ୍ଧ ଶଙ୍ଖର ନାମ ହେଉଛି ପାଞ୍ଚଜନ୍ୟ। ଅର୍ଜୁନଙ୍କୁ କୁହାଯାଇଛି ଧନଞ୍ଜୟ, ଆଉ ସେ ବଜାଇଲେ ନିଜର ଦେବଦତ୍ତ ଶଙ୍ଖ। ଆଉ ବିଶାଳକାୟ ଭୀମ, ଯାହାଙ୍କୁ ବୃକୋଦର ବୋଲି କୁହାଯାଏ, ସେ ବଜାଇଲେ ପଣ୍ଡୋ ନାମକ ଏକ ବିରାଟ ମହାଶଙ୍ଖ। ଏହି ବିଭାଜନ ଆମକୁ ସ୍ପଷ୍ଟ କରେ ଯେ କେଉଁ କିମ୍ବଦନ୍ତୀ ଯୋଦ୍ଧାଙ୍କ ହାତରେ କେଉଁ ଅଦ୍ଭୁତ ଶକ୍ତିଶାଳୀ ଯନ୍ତ୍ର ଥିଲା। ଏହାପରେ ଆସନ୍ତୁ ଆଉ ଏକ ଆକର୍ଷଣୀୟ ଦିଗ ଉପରେ ନଜର ପକାଇବା। ଶବ୍ଦଗୁଡ଼ିକର ପ୍ରୟୋଗ କେତେ ସୁନ୍ଦର ଭାବେ କରାଯାଇଛି ଦେଖନ୍ତୁ। ଗୋଟିଏ ପଟେ କୃଷ୍ଣ ଏବଂ ଅର୍ଜୁନଙ୍କ ଶଙ୍ଖ ପାଇଁ ଦିବ୍ୟୌ ବା ଦିବ୍ୟ ଶବ୍ଦ ବ୍ୟବହାର ହୋଇଛି, ଅର୍ଥାତ୍ ଏହା ସିଧାସଳଖ ଆଧ୍ୟାତ୍ମିକତା ଏବଂ ଦୈବୀ ଶକ୍ତିକୁ ଦର୍ଶାଉଛି।
କିନ୍ତୁ ଅନ୍ୟପଟେ ଭୀମଙ୍କ ଶଙ୍ଖ ପାଇଁ ବ୍ୟବହାର ହୋଇଛି ମହାଶଙ୍ଖ ଶବ୍ଦ। ମହା ଅର୍ଥାତ୍ ଅତି ବିଶାଳ। ଏହା ଦେବତାଙ୍କ ଅପେକ୍ଷା ଭୀମଙ୍କର ବିରାଟ ଶାରୀରିକ ଆକାର, ଓଜନଦାର ବ୍ୟକ୍ତିତ୍ୱ ଏବଂ ଅତୁଳନୀୟ ବଳକୁ ସୂଚାଉଛି। ଗୋଟିଏ ପଟେ ଦିବ୍ୟ ପ୍ରଭାବ, ଅନ୍ୟପଟେ ଭୟଙ୍କର ବସ୍ତୁବାଦୀ ବିଶାଳତା। ଏହାର ଗଭୀର ପ୍ରତୀକାତ୍ମକ ଅର୍ଥକୁ ବୁଝିବା ନିହାତି ଜରୁରୀ। ଏହା କେବଳ କେତୋଟି ବାଦ୍ୟଯନ୍ତ୍ର ନଥିଲା, ଗୋଟିଏ ପଟେ ରଥର ଶୁଭ୍ର ଧଳା ଘୋଡ଼ା ଏବଂ ଦିବ୍ୟ ଶଙ୍ଖ। ଏସବୁ ସୂଚାଉଛି ଯେ ଏହି ଯୁଦ୍ଧଟି ଧର୍ମ ଏବଂ ପବିତ୍ରତାର ଭିତ୍ତିଭୂମି ଉପରେ ଲଢ଼ାଯାଇବ। କିନ୍ତୁ ଠିକ୍ ତା ପରବର ମୁହୂର୍ତ୍ତରେ ଗ୍ରନ୍ଥରେ ଭୀମଙ୍କ ପାଇଁ ଭୀମକର୍ମା ଶବ୍ଦର ଉଲ୍ଲେଖ ଅଛି, ଅର୍ଥାତ୍ ଅତ୍ୟନ୍ତ ଭୟଙ୍କର ଏବଂ କଠୋର କାର୍ଯ୍ୟ କରିପାରୁଥିବା ବ୍ୟକ୍ତି। ଦିବ୍ୟତା ଏବଂ ଆଧ୍ୟାତ୍ମିକତା ସହିତ ଏକ ନିଷ୍ଠୁର, ବାସ୍ତବିକ ଏବଂ ରକ୍ତାକ୍ତ ଯୁଦ୍ଧର ପ୍ରତିଛବି ଏଠାରେ ଯୋଡ଼ି ହୋଇ ରହିଛି। ପବିତ୍ରତା ଆଉ ଭୟଙ୍କର ଶକ୍ତିର ଏକ ଅଦ୍ଭୁତ ମିଶ୍ରଣ। ତେଣୁ ଏହି ଦୁଇଟି ଯାକ ଶ୍ଲୋକକୁ ମିଶାଇଲେ ଗୋଟିଏ ବହୁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସେ। ଏହି ଶଙ୍ଖନାଦ କେବଳ ଯୁଦ୍ଧ ଆରମ୍ଭର କୌଣସି ବିଗୁଲ ନଥିଲା। ଏହା ଥିଲା ଶତ୍ରୁ ଉପରେ ପ୍ରଥମ ଆକ୍ରମଣ, ଏକ ସୁଚିନ୍ତିତ ମନୋବୈଜ୍ଞାନିକ ଆକ୍ରମଣ। ସେହି ପ୍ରଚଣ୍ଡ ଧ୍ୱନି ବିପକ୍ଷ ସେନାର ହୃଦୟରେ ଏକା ସାଙ୍ଗରେ ଭୟ ସୃଷ୍ଟି କରିଦେଇଥିଲା। ଏହା ସହିତ ଏହା ଥିଲା ଏକ ଖୋଲା ଘୋଷଣା ଯେ ସ୍ୱୟଂ ଭଗବାନ ଏହି ପକ୍ଷରେ ଅଛନ୍ତି, ଆଉ ତାର ସହ ଅତୁଳନୀୟ ଶାରୀରିକ ଶକ୍ତି ମଧ୍ୟ ବିଦ୍ୟମାନ ଅଛି। ଏହା ଥିଲା ଶତ୍ରୁର ମନୋବଳକୁ ଗୋଟିଏ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେବାର ଏକ ଅମୋଘ ଉପାୟ। ଏବେ ପରିଶେଷରେ ଗୋଟିଏ ବହୁତ ବଡ଼ ପ୍ରଶ୍ନ ଉଠୁଛି। ଯେତେବେଳେ ସ୍ୱୟଂ ଭଗବାନ ଏବଂ କିମ୍ବଦନ୍ତୀ ଯୋଦ୍ଧାମାନେ ଯୁଦ୍ଧକ୍ଷେତ୍ରରେ ଛିଡ଼ା ହୋଇ ଏକା ସାଙ୍ଗରେ ସେହି ପ୍ରଳୟଙ୍କର ଦିବ୍ୟ ଶଙ୍ଖନାଦ କରନ୍ତି, ସେତେବେଳେ ସାମ୍ନାରେ ଥିବା ଶତ୍ରୁର ମାନସିକ ସ୍ଥିତି କ'ଣ ହେଉଥିବ? ସେହି ଗର୍ଜନ ଶୁଣି କିଏ ବା ନିଜକୁ ନିର୍ଭୟ ବୋଲି ଦାବି କରିପାରିବ? ଏହି ଗୋଟିଏ ଶବ୍ଦ ହିଁ ସମଗ୍ର ମହାକାବ୍ୟର ଗତିପଥ ସ୍ଥିର କରିଦେଇଥିଲା। ଆଉ ଏହା ପରବର୍ତ୍ତୀ ଘଟଣାବଳୀ ଆହୁରି ରୋମାଞ୍ଚକର ଅଟେ। ଆଜିର ଏହି ବିଶ୍ଳେଷଣ ଆମେ ଏଇଠି ଶେଷ କରୁଛୁ, କିନ୍ତୁ ଆଶା କରୁଛୁ ଏହିପରି ଅନେକ ରୋମାଞ୍ଚକର ତଥ୍ୟ ଅନୁସନ୍ଧାନ କରିବାର ଉତ୍ସାହ ସର୍ବଦା ବଜାୟ ରହିବ।